ধর্মপ্রচার ঐতিহ্যবাহী মহিমা সমাজ সকাশে আসাম নাগাল্যান্ড এই মানব সকাশে আদি আসামের ধর্ম প্রচার আসাম বিভিন্ন জায়গা আছে বিভিন্ন ଗୋଟେ ସବୁ 4-5ଟା ଜାଗା ବୁଲିଛି ସବୁର ମହିମା ଧର୍ମ ଆମେ ଆଜ୍ଞା ଆମେ ଦେଖି ଖୁସି ହେଲୁ ଯେ ଆମ ବାବାମାନେ କେତେ ସବୁ ଅଛି ତେଣୁ ମୋତେ ଖୁସି ଲାଗିଲା ଶୁଣି ଆସୁଥିଲେ ସେଇ ମହିମା ଗୋସାଇଙ୍କର ଯେଉଁ ଫଟୋ ଶିଷ୍ୟ ଯାହାକୁ ଦ୍ୱିତୀୟ ମହିମା ଗୋସାଇ କୁହାଯାଏ ଯେଉଁ ସକଳଧାରୀ କୃପାଚୁ ବାବା ତାଙ୍କର 100 ବର୍ଷର ରାଜନୀତି ଆଜ୍ଞା ନିୟମ ନଥିଲା ଭାଙ୍ଗି ଦେବା ପାଇଁ ନିୟମ ଚାଲୁ ନଥିଲା କେତେ ପ୍ରଭାବ ପକେଇ ଭାଙ୍ଗିଦେଲେ ତା ଭିତରେ ମୁକ୍ତିଲେ ଆପଣ ଜାଣିଛନ୍ତି ସେ ବ୍ରହ୍ମବାକ୍ୟ ଅସତ୍ୟ ହେବ ନାହିଁ ଆପଣ ମନେ ରଖିବେ ତାଙ୍କର ପ୍ରଭାବ କରିବେ ତେଣୁ 100 ବର୍ଷର ଗାଡ଼ି ଉଠିଗଲା ଆଜି ଆଜି ସେଠି କାହିଁକି ଯେତେବେଳେ ଟିଭିରେ ଦେଖାଯାଉଥିଲା ଲୋକମାନେ କହିଲେ କି ଧର୍ମ ଇଏ ଆପଣ କୋଉ ଜାଗାରୁ ଆସିଛନ୍ତି ଏଇ ଧର୍ମ ଆପଣଙ୍କର ଆମକୁ ତୁଚ୍ଛ ତୁଚ୍ଛ କରିକି ଆମକୁ ଗାଳି ଉଠାନ୍ତି କହିଲେ ଏଇଭଳି ଭାବରେ ବୁଲଡୋଜର ଲଗେଇକିରି ଗାଦି ମଧ୍ୟ ବସ୍ତି ମଧ୍ୟ ଭଙ୍ଗାଯାଏ ଆଜ୍ଞା ଆମେ ଅପମାନିତ ହେଲୁ ମୁହଁ ଟେକି ପାରିଲୁନି ଆମେ ଯେହେତୁ ଏଇ ଅଞ୍ଚଳର ଲୋକ ଚିନ୍ତା କରୁଛୁ ଆଜ୍ଞା ଧର୍ମ ଏକ ସିନା ମହତ୍ଵ ପଣିଆ ଆଉ ସବୁ ଧନ ଅଢ଼େଇ ବୁଝିଲ ଭାଙ୍ଗିଦେଲ ଖାଲି ଖାଲି କରିକି ଉଠେଇ ନେଇଥାଉ ଏ ଧର୍ମ ଆଜ୍ଞା ଆମକୁ ଜୋରନ୍ଦା ଢେଙ୍କାନାଳ ଲୋକଙ୍କୁ ଏତେ ଅପମାନ କରୁଛନ୍ତି ବାହାର ଲୋକ ଆପଣ ଚିନ୍ତା କରିପାରିବେ ତେଣୁ ଧର୍ମ ଏ ଧର୍ମ ସତ୍ୟ ଧର୍ମ ସତ୍ୟରେ ମରିବି ସତ୍ୟରେ କରିବି ଏଇ ଆଜ୍ଞା ମୋତେ ଏ ଧର୍ମ ରହିବ ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ କରିଗଲେ ଏ ଭକ୍ତମାନେ କାନ୍ଦିଛନ୍ତି କିନ୍ତୁ ତାଙ୍କ ଆଖରୁ ଲୁହ ବାହାରିଛି ଏଣୁ ଭୀମ ବହି ଯାହା ଲେଖିଲେ ତାହା ହବ ଅବାବି ହବ ଏଣୁ ସବୁ ମୋର କହିବା କଥା ଏ ଧର୍ମ ସମଗ୍ର ବିଶ୍ୱର ସର୍ବଶ୍ରେଷ୍ଠ ଏକେଶ୍ୱରବାଦ ଧର୍ମ ଏ ଧର୍ମ ବ୍ୟତିରେକ କିଛି ନାହିଁ ଏ ହେଉଛି ଭୀମ ବହିଙ୍କର ପରିପ୍ରଚାରିତ ମହିମା ସ୍ୱାମୀଙ୍କର ପ୍ରତିଷ୍ଠିତ ଏକ ଧର୍ମ ଯାହାକୁ କି ଲୋକମାନେ ଭୁଲିପାରନ୍ତି ବ୍ରାହ୍ମଣ ସମାଜ ନିନ୍ଦା କରିଛି ଧର୍ମ କାହିଁକି ତାଙ୍କ ଧର୍ମ ପ୍ରଚାର ହେଇପାରିଲାନି ଆମ ଧର୍ମ ଲୋକ ଧର୍ମ ହେଇଗଲା ଆପଣ ଏପରିକି ଯେଉଁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କୁ ଆପଣ ଜାଣିଛନ୍ତି ସିଏ ଲେଖିଲେ ମହିମା ଧର୍ମ ଅଶ୍ଳୀଳ ଅଶିକ୍ଷିତ ଗାଧେଇକିରି ଇଏ ଧରିକି ପାଣି ସାର ନେଇ ଝାଡ଼ା ଦେଇକି ଏ ହେଉଛି ଗୋଟେ ଅଶ୍ଳୀଳ ଧର୍ମ ମୁଁ ସେ ଧର୍ମକୁ କାଟିକି ଏଇଟା କାହିଁକି ଏ କଥା କରାଯାଏ ତାକୁ କହିଲେ ପୁଣି ଭୀମ ବହି ମହିମା ଧର୍ମ ଅଲେଖ ଡାକ ଦେଇକି ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କଲେ ମିଛ କଥା ସବୁ ମିଛକୁ ପ୍ରମାଣିତ କରିଦିଆଯାଇଛି ଏଭଳି ଭାବରେ ଗୋଟିଏ ଧର୍ମ ଯେତେବେଳେ ଆଗେଇ ଯାଏ ଏ ଧର୍ମ ଯେତେବେଳେ ପ୍ରସାରିତ ହେବ ସେତେବେଳେ ଅନ୍ୟମାନଙ୍କର ହେବା ନିଶ୍ଚିତ ତେଣୁ କଥା ହେଉଛି କ'ଣ ଆପଣ ଧର୍ମ ଗ୍ରନ୍ଥ ପଢ଼ନ୍ତୁ ଭୀମ ବହି ସାହିତ୍ୟ ପଢ଼େ ଦେଖିବେ ସେଇ ବିଶ୍ୱନାଥ ବାବାଙ୍କ ସାହିତ୍ୟ ମହେନ୍ଦ୍ର ବାବାଙ୍କ ସାହିତ୍ୟ ପଢ଼ୁ କ୍ଷେତ୍ରବର୍ତ୍ତ ବାବାଙ୍କ ସାହିତ୍ୟ ପଢ଼ୁ ସମସ୍ତଙ୍କ ସାହିତ୍ୟ ପଢ଼ି ଧର୍ମ ଭ୍ରମଣ କରୁ ଜୟ ମହିମା ଜୟ ମହିମା 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 ଜଗତର ମଙ୍ଗଳ କର ପ୍ରଭୁ ମହିମା धन्यवाद श्रीजुक्त उद्धवचंद नायक महोदय दीर्घ 56-57 वर्ष काल गवेषणा करी महिमा धर्म विषय सारा विश्व दरबार रे जो संवाद पहुंचाई पारिछंती तांकु कोटि कोटि प्रणाम आज आमे न जानिथिबा अनेक विषय रे से आमकु सूचाई देइछंती तेणु जदि आमे आहुरी यह विषय रे किछि जानिबा को चाहिबा ताहेले तांको रचित पुस्तक आमे पढिबा लाइफ रिलीजन एंड फिलोसफी ऑफ भीम बही से महोदय अनेक पुस्तक रचना करिछंती 69-70 मसियारु वर्तमान सुधा से मध्य कार्यरत आपण माने जहाँ देखुचंती तपोवन को आरंभ करी तालपत्र पोथीरु रिसर्च करी से बाहर करिचंती तांको अशेष अशेष धन्यवाद एई जोरंदा माटी जन्म ग्रहण करी गवेषणा करी डॉक्टरेट उपाधि पाइछंती किंतु आमर एई जनता आज तांको जानि पारि नाहंती सेथि पई हमें दुखित जहाँ अशेष अशेष धन्यवाद महोदय श्रीजुक्त उद्धवचंद नायक आगो को आहुरी आमको से अनेक सूचना देवे आज तांको अशेष धन्यवाद ये सभा मंडप में मु अनुरोध करुच्ची आमर डंबर बाबू को गंदियार
से किसी सम्यक सूचना देवे सत्य महिमा सनातन धर्म विषय महिमा विषय महिमा धर्म विषय से आमको सूचना दे आश्वासन प्रदान कर आज सभार सभापति रघु एवं आमर प्रिय ढेंकानाल शैमान ढेंकानाल गर्भ सनातन बाबू जो कलेक्टर थे आज जहाँ बहुत बड़ कथा जे आमर सार बहुत किसी कहले महिमा धर्म विषय आम जानी अच्छे पूर्व अनुसार आम सत्र अनुसार एवं से महिमा परम भक्त गोटे कथा हूँ महिमा धर्म हूँ सारा सृष्टि जिते धर्म महिमा धर्म अनुसार तार कारण कौन अच्छी ना ये जीव जगत जिते प्राणी अच्छा समस्त देहरे सब शरीर में महिमा गोसाई आविर्भाव करमती स्वर्ग आकाश जमी उदारचित एवं आकाश समत रोचे जीवा जगत रही प्रभु कहले एटे जो जाति था जो नीतिवाद था जो घृणा था जो था संपूर्ण भाव भांगी दिगला किए कहे ना परमात्मा परम पिता महिमा गोसाई तो चिंतन सारा सृष्टि जन्म सारा सृष्टि की रक्षा करने जो मानव भितर जो भेदभाव था आदिवासी हरिजन गरीब अमुक सब जिते था से जाति जाति मानव जाति धर्म तो धर्म मानव धर्म सब बड़ धर्म होती महिला गोसाई धर्म कहीं महिला होती विजय परमात्मा परपिता से ढेंकानालवासी आविर्भाव आले एवं ढेंकानालवासी जड़े जड़े महिला गोसाई सारा पृथ्वी आम एक दोनों एक अर्थ होती परमात्मा परम पिता महिमा गोसाई आम सब एक पुओ से जाति धर्म नीति आदर्श किसी नहीं हजार हजार कोटि कोटि नर नारायणकर से आत्मा किए ना महिमा गोसाई आज जो सनातन बाबू महिमा विषय कहले उड़सा जो महिमा गोसाई कहले ये ढेंकानाल गर्व और गौरव तार कहना कौन जो जातिभेद था उठे दिगला महिला गोसाई कौन करती ना किसी नहीं कपड़ा नहीं किसी नहीं लोभ नहीं अहंकार नहीं गर्व नहीं किसी नहीं से सन्यासी ब्रह्मचारी से देखिले जे जगत को उद्धार करा पड़ो आम यही प्रकार भेष रहा पड़ो जी देले जाति नीति निर्विशेष सब खाती एमती किसी ना ये अमुक जाति खाइबी से समूह जाति खाइबी जी देले अति आग्रह कौन खाती ना गोटे दांडे खाइबे जो गाँव रही गोटे दिन रही धर्म कौट अच्छी एभली धर्म कौटी ना से धर्म हूँ महान धर्म आज रघु बाबा ये महापुरुष महामानव प्रभु पठे महिला गोसाई एवं जीव जगत उद्धार करने लड़े चलती ये करने आज तथागत जदि आम रघु बाबा आज कि सारा जगत सारा भगत से कार्यक्रम कर मन में किसी माया मोह गर्व अहंकार किसी नहीं से निर्विकार पुरुष रघु बाबा सेमती महिमा गोसाई डाकरा देले सारा पृथ्वी की ढेंकानाल भारतवर्ष ओडिशा सारा पृथ्वी की यही ढेंकानाल रही महापुरुष से जन्म ग्रहण कले पुरी धूलिया बाबा थे कपिलास को आसिले धीरे धीरे खाइले एवं आविर्भाव हेले ये आस कौन प्रचार ना सारा पृथ्वी मो जीवन बचा नके पड़ी था जगत उद्धार हो जो आज मैंने कहते कौन धर्म गाँव लोभ नहीं अहंकार नहीं गर्व नहीं मोह नहीं किसी नहीं से धर्म महान धर्म से सब धर्म ये महान धर्म ये धर्म को धर्म नहीं जो भाषण सत्य जमी अंतर भीतर महिमा धर्म ही निर्यास होची सारा जगत पाई तेणु आमे समस्ते से सत्य सनातन महिमा धर्म को ग्रहण करवा वर्तमान समाज रे जहा किछि घटुची आमे समस्ते जानिचे तेणु ये महिमा धर्म ताहा समाधित हो पारिबो बोली समस्तंकर विश्वास
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ। ସେ ଯୋଉ ଉଚ୍ଚସ୍ୱରରେ କହିଲେ ଯେ ଆମେ ଏକ, ପ୍ରକୃତରେ ଆମେ ସମସ୍ତେ ଏକ, ଜାତି ଭେଦ କିଛି ନାହିଁ। ଧନ୍ୟବାଦ ଡମ୍ବରୁ ବାବୁ। ମୁଁ ଅନୁରୋଧ କରିବି ଆମର ବିରକ୍ତି ବାବୁଙ୍କୁ ସେ ବିପଦ ସଭାମଣ୍ଡପରେ ଆୟୋଜିତ ସଭାର ସଭାପତି କୌପନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ରଘୁନାଥ ପବନ ସାଥିରେ ବାବା ମହୋଦୟ ଆମର ଚିର ପରିଚିତ ସନାତନ ବାବୁ ଡଙ୍ଗର ସମସ୍ତ ଉପସ୍ଥିତ ସମସ୍ତ ହୃଦୟ সেই পরম ব্রহ্ম বিরাজিত করଥିବାରୁ ସମସ୍ତଙ୍କୁ ଅନ୍ତର ସହିତ ପ୍ରଣାମ ଜଣାଉଛି। ମହିମା ଧର୍ମ ଏ ଜୋରମା ଅଞ୍ଚଳ କାହିଁକି ଏ ପୃଥିବୀର ଏକ ଉର୍ଜ୍ଜସ୍ୱଳ ଧର୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ମହିମା ସ୍ୱାମୀ 1826 ମସିହାରେ ଯେତେବେଳେ ପୁରୀରେ ଆବିର୍ଭାବ ହେଲେ ତାଙ୍କର ପରିଚୟ କେହି ଜାଣିପାରିନାହାନ୍ତି ଏବଂ ସେ କିଏ, କେଉଁଠାରୁ ଆସିଲେ ଏବଂ ତାଙ୍କର କେଉଁଠିକୁ ଯିବାର ଅଛି ସେ ସମ୍ପର୍କରେ କିଛି ଜାଣିନାହାନ୍ତି। କିନ୍ତୁ ସେ ଚାଲିଲେ ସେଇ ଜଗନ୍ନାଥଙ୍କର ପୁରୀ ଧାମକୁ, ପୁରୀ ମନ୍ଦିରକୁ। ସେଠି ସେ ପଣ୍ଡାମାନଙ୍କୁ ପ୍ରଶ୍ନ କଲେ, ସେ ପ୍ରଶ୍ନ ଯେ ବ୍ରହ୍ମ କ'ଣ? ଜଗନ୍ନାଥଙ୍କୁ ସବୁଦିନ ପୂଜା କରୁଥିବା ଭକ୍ତମଣ୍ଡଳୀ ଏ ବ୍ରହ୍ମ କ'ଣ ଶବ୍ଦରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। କେହି ତାର ଉତ୍ତର ଦେଇପାରିଲେ ନାହିଁ। କିନ୍ତୁ ବ୍ରହ୍ମ କ'ଣ ସେ ସମ୍ପର୍କରେ ମହିମା ସ୍ୱାମୀ ସମ୍ପୂର୍ଣ୍ଣ ଭାବରେ ବୁଝାଇଲେ। ତେବେ ତାଙ୍କ ନାଁ କ'ଣ? ତାଙ୍କ ନାଁ ସେ ନିଜେ ମଧ୍ୟ ପ୍ରକାଶ କରିନାହାନ୍ତି। ତେଣୁ କେତେବେଳେ କେଉଁଠାରେ କେଉଁ ନାମରେ ସେ ପରିଚିତ ହେଲେ ତା ପ୍ରକୃତରେ ଆଶ୍ଚର୍ଯ୍ୟ କଥା। ତେଣୁ କେହି କେହି ତାଙ୍କୁ କହିଲେ ଜଳହାରୀ ବାବା, କେବଳ ଜଳ ପିଇ ସେ ଚାଲିଛନ୍ତି। କେହି କହିଲେ ଫଳହାରୀ ବାବା, ଫଳ ମଧ୍ୟ ଖାଇଛନ୍ତି। କେହି କହିଲେ ମଧ୍ୟ କ୍ଷୀରହାରୀ ବାବା। କିନ୍ତୁ ଏଇଭଳି ଜଣେ ବାବା ଯିଏକି ସମସ୍ତଙ୍କର ଉଦ୍ଧାର ନିମନ୍ତେ, ଜଗତର କଲ୍ୟାଣ ନିମନ୍ତେ ଏଭଳି ଭାବରେ ଆବିର୍ଭୂତ ହୋଇଥିଲେ ସେଇ ପୁରୀ ଧାମରେ। ତାଙ୍କର ଲକ୍ଷ୍ୟ ହେଉଛି ଏଇ ବଡ଼ ବଡ଼ ଲୋକ ଯେଉଁମାନଙ୍କର ବହୁ ଧନ ସମ୍ପତ୍ତି ଅଛି ସେମାନଙ୍କ ସମ୍ପର୍କରେ କିଛି କହିବା। ସେ ଚାହିଁଥିଲେ ସମାଜରେ ଯେଉଁମାନେ ନିରନ୍ନ ଖାଇବାକୁ ପାଉନାହାନ୍ତି, ଯେଉଁମାନେ ପିନ୍ଧିବାକୁ ପାଉନାହାନ୍ତି, ଯେଉଁମାନଙ୍କର ବାସସ୍ଥାନ ନାହିଁ, ସେଇମାନଙ୍କୁ ଉଦ୍ଧାର କରିବାର ଏକମାତ୍ର ଲକ୍ଷ୍ୟ ନେଇ ସେ ଅଲେଖ ମହିମା ସହ ଅଲେଖ ମହିମା ସହ ଉପସ୍ଥିତ ମହିମା ଧର୍ମର ବରିଷ୍ଠ ଋଷିପତି ମହିମା ସନ୍ନ୍ୟାସୀ ଯେ ସ୍ୱୟଂ ଏ ମାଘ ମେଳା ପରିଚାଳନା କମିଟିର ପ୍ରେସିଡେଣ୍ଟ ସଭାପତି ଶ୍ରୀମଦ ରଘୁନାଥ ବାବା ମହୋଦୟ ଏବଂ ମଞ୍ଚାସୀନ ଆମର ଉଦ୍ଧବ ଚରଣ ବାପା, ସନାତନ ମଲ୍ଲିକ ବାପା, ଆଉ ଆମର ବିରଞ୍ଚି ନାରାୟଣ ବାପା, ଆଉ ସମସ୍ତ ମଞ୍ଚାସୀନ ଭକ୍ତ ପିତାମାତା, ଆଞ୍ଚଳିକ ସ୍ତରର ବଡ଼ ଭାଇ ଅଧିକାରୀ, ଟହଲିଆ, ଜଗନ ଭଗତ, ଆବଳ ବୃଦ୍ଧ ବନିତା ବୃନ୍ଦ। ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା। ଏ ପବିତ୍ର ମାଘ ପୂର୍ଣ୍ଣିମା ସାଧାରଣତଃ ମାଘ ପୂର୍ଣ୍ଣିମା କହିଲେ ଏ ଜନସମୁଦ୍ର ସତ୍ୟ ସନାତନ ମାର୍ଗର ମାନବ ସମାଜର ଆଧ୍ୟାତ୍ମିକ କ୍ଷେତ୍ରକୁ ସୁହାଇବା ଭଳି ଏଟା ପବିତ୍ର ପୀଠ। ଯେଉଁ ସତ୍ୟ ସନାତନ ମାର୍ଗର ମାନବ ସମାଜ ପାଇଁ ଉତ୍କୃଷ୍ଟ ହୋଇଥିବା ପ୍ରାକ୍ କାଳରୁ ସୁତ, ସନକ, ସନାତନ, କପିଳ, ଯାଜ୍ଞବଳିକ, ଉଦ୍ଦାଳକ, ମାରକଣ୍ଡ, ଗୌତମ, ବିଶ୍ୱାମିତ୍ର, ବଶିଷ୍ଠ, ଯାଜ୍ଞବଳିକ, ବିବେକାନନ୍ଦ, ଦୟାନନ୍ଦ ସରସ୍ୱତୀ, ଶଙ୍କରାଚାର୍ଯ୍ୟ ପ୍ରଭୃତି ମହାମାନବ ମାନେ ଏ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଆସୁଥିଲେ। ସମସ୍ତେ ମାନବ ସମାଜର ଆଧ୍ୟାତ୍ମିକ କ୍ଷେତ୍ର, ଆଧ୍ୟାତ୍ମିକ ମାର୍ଗ ଏବଂ ସମସ୍ତଙ୍କ ପାଇଁ ଉନ୍ମୋଚନର ମାର୍ଗକୁ ସହିବା ପାଇଁ ଏ ଭାରତ ବର୍ଷରେ ସେମାନଙ୍କର ହୋଇଥିଲା ଜନ୍ମ।
ଭାରତ ହେଉଛି ସାରା ବିଶ୍ୱର ସାରା ସୃଷ୍ଟିର ଆଧ୍ୟାତ୍ମିକ କ୍ଷେତ୍ରର କେନ୍ଦ୍ର ବିନ୍ଦୁ, ଯାହାର ପୃଥିବୀର ସର୍ବଶ୍ରେଷ୍ଠ ଯେ ପାହାଡ଼ 8,848 ମିଟର ଏଭରେଷ୍ଟ ହିମାଳୟର ଆଦ୍ୟକ୍ଷର ହିଁ ଏବଂ ସେହି ଭାରତବର୍ଷର ପାଦକୁ ଧୌତ କରିଥିବା ପ୍ରଶାନ୍ତ ମହାସାଗର ଭାରତ ମହାସାଗର ତାକୁ ସିନ୍ଧୁ ବୋଲାଯାଏ। ସେ ସିନ୍ଧୁର ପ୍ରାନ୍ତ ଅକ୍ଷରନ୍ଧୁ କାଳକ୍ରମେ ହିନ୍ଦୁ ଶବ୍ଦ ଉତ୍ପନ୍ନ ହୋଇ ହିନ୍ଦୁ ଶବ୍ଦକୁ ବୟାନ କରିଥିଲା। ଏ ଭାରତବର୍ଷ କହିବାର ଯଥାର୍ଥରା ହିମାଳୟ ଠାରୁ ସିନ୍ଧୁ ମଧ୍ୟରେ ଅବସ୍ଥାନ କରୁଥିବା ସମସ୍ତ ଭାରତବାସୀ ସମସ୍ତ ମାନବମାନଙ୍କ ପାଇଁ ସେ ହିନ୍ଦୁର ବାତାବରଣ ଏବଂ ସତ୍ୟ ସନାତନ ଧର୍ମର ଆଦ୍ୟ ନୀତି ନିୟମ ମୂଳ ନୀତି ନିୟମକୁ ପ୍ରୋତ୍ସାହନ ଦେବା ଏବଂ କାର୍ଯ୍ୟକ୍ରମେ ପରିଚାଳିତ କରିବା। କ'ଣ ହେଉଛି ମାନବକୁ ସ୍ନେହ କରିବା, ପ୍ରେମ କରିବା। ଏ ଭାରତର ସମ୍ବିଧାନ ରହୁଛି ଶିଷ୍ଟାଚାର, ଦେଶାଚାର, କୁଳାଚାର, ପିତୃଭକ୍ତି, ମାତୃଭକ୍ତି। ଆପଣମାନେ ଜାଣିଥିବେ 1835 ମସିହା ଯେତେବେଳେ ଲର୍ଡ ମେକେଲ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ, ବ୍ରିଟେନ ସାଂସଦ ଭବନକୁ ସମ୍ବୋଧନ କରି କହିଥିଲେ, ମୁଁ ସମଗ୍ର ଭାରତବର୍ଷ ଭ୍ରମଣ କରିଛି, ଦେଖିଛି, ଶୁଣିଛି ଭାରତବର୍ଷର ଦେଶାଚାର, କୁଳାଚାର, ଶିଷ୍ଟାଚାର, ନମ୍ରତା, ପିତୃଭକ୍ତି ସବୁଥିରେ ମହାନରୁ ମହାନ। କିନ୍ତୁ ଭାରତୀୟ ମାନେ ନିଜର ପରବୁଦ୍ଧିଆ ବା ପରାନୁପେକ୍ଷିକା ଅଛନ୍ତି। କ'ଣ ନା ନିଜ ମା ଯେତେ ଭଲ ତରକାରୀ କଲେ ବି ତାକୁ ଭଲ ଲାଗେ ନାହିଁ, ପଡ଼ିଶା ଘର ତରକାରୀଟା ତାଙ୍କୁ ବହୁତ ଭଲ ଲାଗେ। ସୂର୍ଯ୍ୟ କିରଣରେ ବଞ୍ଚନ୍ତି, ସୂର୍ଯ୍ୟ କିରଣ ଭଲ ଲାଗେ ନାହିଁ, ଚନ୍ଦ୍ର କିରଣ ଆହ୍ଲାଦନ ଦେଇଥାଏ। ଏହି ପରିପ୍ରେକ୍ଷୀରେ ସେମାନେ କ'ଣ ଚାହାନ୍ତି? ବୈଦେଶିକ ଭାଷା, ବୈଦେଶିକ ବେଶଭୂଷଣ, ବୈଦେଶିକ ଖାଦ୍ୟପେୟ, ବୈଦେଶିକ ଚାକଚକ୍ୟ ସେମାନଙ୍କୁ ବହୁତ ଭଲ ଲାଗେ। ତେଣୁ ଆମେ କ'ଣ କରିବା? ସର୍ବପ୍ରଥମେ ଏହି ଭାରତବର୍ଷରେ ଇଂରାଜୀ ଶିକ୍ଷାକୁ ପ୍ରଚଳନ କରିବା ଏବଂ ସେମାନଙ୍କ ଝିଅମାନଙ୍କ ମୁଣ୍ଡରୁ ଚୁଟିକି କାଟି ତାକୁ ପ୍ୟାଣ୍ଟ ସାର୍ଟ ପିନ୍ଧେଇ ଦେବା। ଆଉ ଏହା କରିବା ଦ୍ୱାରା ସେମାନେ ନିଜର ନିଜତ୍ୱକୁ ଭୁଲିଯିବେ। ସେ ଭାରତର ସିଭିଲାଇଜେସନ, ଭାରତର ସଂସ୍କୃତି, ଭାରତର ଦେଶାଚାର, ଭାରତର କୁଳାଚାର ଏ ସମ୍ପୂର୍ଣ୍ଣ ହିସାବରେ ଭୁଲିଯିବେ। କ'ଣ ହେବ ନା ଆମେ ଯାହା ଚାହୁଁଛେ ସେମାନେ ସେଇଆ ହେବେ। କ'ଣ ହେବେ? ନିଜତ୍ୱକୁ ଭୁଲିଗଲା ପରେ ତେଣୁ ସେମାନେ କ'ଣ କଲେ? ଭାରତବର୍ଷର କେରଳ ରାଜ୍ୟରେ ପ୍ରଥମେ ପହଞ୍ଚି ସେଠାରେ ଇଂରାଜୀ ଶିକ୍ଷାର ପ୍ରଚଳନ କରେ। ଇଂରାଜୀର ମାତ୍ରା ଭାରତବର୍ଷରେ ଏତେ ଦୂର ପର୍ଯ୍ୟନ୍ତ ବ୍ୟାପିଗଲା, ଶେଷ ପର୍ଯ୍ୟାୟରେ ମାତାଜୀ ପିତାଜୀ ଶବ୍ଦ ହୃଦୟ କନ୍ଦରୁ ଲୁଚିଗଲା। ବାହାରିଲା କ'ଣ? ବାହାରିଲା ମମି। ମାକୁ ଡାକିଲେ ମମି, ବାପାକୁ ଡାକିଲେ ଗଡ୍ ଡେଡ୍ ବଡି। ଅର୍ଥାତ୍ ନିଜର ନିଜତ୍ୱକୁ ସମ୍ପୂର୍ଣ୍ଣ ହିସାବରେ ଭୁଲି ଯାଇ ଏ ମାତୃଭୂମିର ମାତୃତ୍ୱକୁ ଭୁଲି ଯାଇ ସେମାନେ ନିଜର ନିଜତ୍ୱକୁ ହରାଇ ବସିବା ଦ୍ୱାରା ସହଜରେ ପରାନୁପେକ୍ଷିକା ହୋଇଗଲେ। ଇଂରେଜ ସରକାର ଆସି ତାର ଅଧିଷ୍ଠାନ ପ୍ରୟାସ ଜାରି ରଖିଲା। ଏହି ପରିପ୍ରେକ୍ଷୀରେ ମହିମା ଧର୍ମ ସବୁଦିନ ପାଇଁ କହି ଆସିଥାଏ। କ'ଣ କହେ ନା ଏକ ଅଦ୍ୱିତୀୟ ପରମାତ୍ମା ପରମେଶ୍ୱର ଏ ସୃଷ୍ଟିର ମୂଳ। এইথিপাই আমার পৃথিবীর যে সর্বশ্রেষ্ঠ বৈজ্ঞানিক ଥିଲେ ଷ୍ଟିଫେନ୍ ହକିନ୍ସ ତାଙ୍କର ଗଡ୍ ପାର୍ଟିକଲରେ ସେ ବୟାନ କରନ୍ତି ବିଶ୍ୱର ଏମିତି ଗୋଟେ ଶକ୍ତି ଅଛି, ଚାହିଁଲେ ସେ ସୃଷ୍ଟି କରିପାରେ, ଚାହିଁଲେ ସେ ସୃଷ୍ଟିକୁ ଧ୍ୱଂସ କରିପାରେ। କେହି କେହି ତାକୁ ଧର୍ମ ନାମରେ ପରମାତ୍ମା ନାମରେ ମଧ୍ୟ ଆଖ୍ୟାୟିତ କରିପାରନ୍ତି। ଏବେ ସେ ପରମାତ୍ମା ସେ ଧର୍ମ ନାମରେ ରହି ସମସ୍ତଙ୍କୁ ସୁଚାରୁ ରୂପେ ସମ୍ପାଦିତ କରିଥାଏ, ଯାହାକୁ ଭୀମ ଭୋଇ ତାଙ୍କର ରଚନାବଳୀରେ ସ୍ଥାନ ଦେଇଛନ୍ତି। କହିଛନ୍ତି ଏବେ ସେ ଅନାଦି ଦିଗମ୍ବର ହୋଇ ବହିଛନ୍ତି ବୁଦ୍ଧ ତନୁ ଆଦି ପରମ ଏ ଧର୍ମ ଦେଇଛନ୍ତି। ସୃଷ୍ଟି ହେଲା ଯେତେ ଦିନ, ଯେଉଁ ଦିନଠାରୁ ସୃଷ୍ଟି ହେଇଛି সেই দিন ঠাରୁ ଏ ଧର୍ମର ଧାରା ଅପ୍ରତିହତ ଭାବରେ ଏ ଧରଣୀ ବକ୍ଷରେ ପ୍ରବାହିତ ହୋଇ ଚାଲିଛି। ଆପଣମାନେ ଭାବୁଥିବେ ଏ ଧର୍ମ ଆଜିର ନୁହେଁ। ଯେଉଁ ଋଷିମୁନି ମହର୍ଷି ମାନେ ଥିଲେ, ଯେଉଁ ଦେଶାଚାର କୁଳାଚାର ଆସ୍ଥାକୁ ବର୍ଣ୍ଣନ କରି ଆସୁଥିଲେ, ସମସ୍ତେ ଗୈରିକ କୌପିନ ଧାରଣ କରୁଥିଲେ। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ପ୍ରଥମ ଗୋଲ ଟେବୁଲ ବୈଠକ ବସିଥିଲା ସର୍ଦ୍ଦାର ବଲ୍ଲଭ ଭାଇଙ୍କର ସଭାପତିତ୍ୱରେ, ସେଇଠି ଆନ୍ଧ୍ରପ୍ରଦେଶର ଜଣେ ଯୁବ ନେତା ଗୈରିକ କୌପିନ ସବୁଜ କୌପିନ ଧରି ସେ ସଭାରେ ମଣ୍ଡନ କରିଥିଲେ। କିନ୍ତୁ ତୃତୀୟ ଗୋଲ ଟେବୁଲ ବୈଠକଟି ଆମର ମହାତ୍ମା ଗାନ୍ଧୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସେଇଠି ନିର୍ଦ୍ଦେଶ ଆସିଲା ଯେ ଗୈରିକ କୌପିନ ହେଉଛି ହିନ୍ଦୁ ମାନଙ୍କର ପ୍ରତୀକ,
ସବୁଜ କର୍ମୀର ହଉଛି ପଠାଣ ଭାଇ ମାନଙ୍କର କର୍ତ୍ତବ୍ୟ। ଏତଦ୍ ବ୍ୟତୀତ ଭାରତ ବର୍ଷରେ ଅନେକ ଜାତି ସମ୍ପ୍ରଦାୟର ଅଛନ୍ତି, ମୁଖ୍ୟତଃ ଖ୍ରୀଷ୍ଟିଆନ ଭାଇ ମାନେ ତାଙ୍କର ପ୍ରତୀକ ହଉଛି ଶ୍ୱେତ ରଙ୍ଗ। ଏ ତିନି ରଙ୍ଗର ସମାହାରରେ ଯେଉଁ ଝଣ୍ଡାଟି ତିଆରି ହେବ ସେଇଟା ହେବ ଭାରତର ଜାତୀୟ ପତାକା। ତେବେ ସେହି ସ୍ଥାନକୁ ଏହି ମହିମା ଧର୍ମୀ ମାନେ ଅବତୀର୍ଣ୍ଣ ହୋଇନଥିଲେ, ପଶିନଥିଲେ, କିନ୍ତୁ ଯୋଉମାନେ ହିନ୍ଦୁ ନାମରେ ନାମାୟିତ ଥିଲେ, ହିନ୍ଦୁର ନାମ ଧାମ ଗୁଣ କ୍ରିୟା କର୍ମ ଏ ସମସ୍ତ ମହିମା ଧର୍ମ ପାଳନ କରିଥାଏ। ଆପଣ ଆଜି ଦେଖନ୍ତୁ ପତ୍ରରେ ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ମହିମା ସ୍ୱାମୀ। କଣ ପାଇଁ? ପରିବେଶକୁ ଶାନ୍ତି ଆଣିବା ପାଇଁ। ଜରିର ବ୍ୟବସ୍ଥା କରିନାହାନ୍ତି, ପ୍ଲାଷ୍ଟିକର ବ୍ୟବସ୍ଥା କରିନାହାନ୍ତି। ପତ୍ରରେ ଖାଇବେ, ପତ୍ରରେ ଚା ପିଇବେ, ଯାହା କିଛି ଗ୍ରହଣ କରନ୍ତୁ ନା କାହିଁକି, ପତ୍ର ହେଉଛି ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ମାନଙ୍କର ଏବଂ ଯେଉଁମାନେ ନୈଷ୍ଠିକ ଭକ୍ତ ମାନଙ୍କର ଏ ଧାରଣୀୟ ଏବଂ ପାଳନୀୟ ହେଉଛି। ଆଉ କଣ କରନ୍ତି ସେମାନେ? ପ୍ରାତଃ ବ୍ରହ୍ମ ମୁହୂର୍ତ୍ତ ସମୟରେ ସ୍ନାନ କରନ୍ତି। ବ୍ରହ୍ମ ମୁହୂର୍ତ୍ତ କେତେବେଳେ? ଗଙ୍ଗା ଗୀତା ବା ଗଙ୍ଗା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଆପଣମାନେ ଜାଣିଥିବେ, ଆମେ ଏଠି ଯେତେ ଲୋକ ଅବତୀର୍ଣ୍ଣ ହୋଇଛେ, ଯେତେ ଲୋକ ଅଛନ୍ତି, ସୃଷ୍ଟିରେ ଯେତେ ବ୍ୟକ୍ତି ଅଛନ୍ତି, ସମସ୍ତଙ୍କ ପାଖରେ 5ଟା ଋଣ ଲାଗି ହେଇଥାଏ। କଣ ଋଣ? ନା 5ଟା ଋଣ। ଆପଣ ଦେଖନ୍ତୁ, ଆମେ ଯେତେବେଳେ ଧରଣୀ ପୃଷ୍ଠକୁ ଆସିନଥିଲେ, ଆମର ବାପା ମା ଗୋଟେ ସନ୍ତାନ ବା ସନ୍ତତି ପାଇବା ପାଇଁ ଯେଉଁ ଦେବ, ଯେଉଁ ଇଷ୍ଟ, ଆଲ୍ଲାହ ଆକବର ହୁଅନ୍ତୁ, ଯୀଶୁ ହୁଅନ୍ତୁ, ଯାହାକୁ ବି ପ୍ରାର୍ଥନା କରନ୍ତୁ ନା କାହିଁକି, ସେ ଗୋଟିଏ ଦେବ ଆଶୀର୍ବାଦ ପାଇବାକୁ ପ୍ରଥମେ ଚେଷ୍ଟା କରନ୍ତି। ତେଣୁ ଦେବ ଋଣ ହଉଛି ପ୍ରଥମ ଋଣ। ଦ୍ୱିତୀୟ ଋଣ କଣ? ଋଷି ଋଣ। ଋଷି ଋଣ କହିଲେ ତାର ଯଥାର୍ଥତା ଆପଣମାନେ ଜାଣିଥିବେ। ଆପଣଙ୍କ ବୈବାହିକ କାର୍ଯ୍ୟକ୍ରମ କି କୌଣସି ମୁଖ୍ୟ କାର୍ଯ୍ୟକ୍ରମ ପଡ଼ିଲେ ବ୍ରହ୍ମନିଷ୍ଠ ବ୍ରାହ୍ମଣ ମାନେ ଆପଣଙ୍କୁ ପଚାରନ୍ତି ଆପଣ ଗୋତ୍ର କଣ? ଗୋତ୍ର ଅର୍ଥ ତା ବାପା ହେଇକି ସର୍ବଶ୍ରେଷ୍ଠ ଲାଷ୍ଟ ବାପାଟା ଯିଏ ଥିଲା ସେ ଜଣେ ଋଷି ଥିଲେ। ସେ ଋଷିଙ୍କର ନାମ କୁହାଯାଏ କଣ? ନା ଋଷି ଋଣ। ତେବେ ଦ୍ୱିତୀୟତଃ ହଉଛି ଋଷି ଋଣ। ତୃତୀୟ ଋଣ କଣ? ନା ଭୂତ ଋଣ। कौन से भूत ऋण? ना पृथ्वी आप तेज वायु आकाश से यह शरीर बना हुआ और इससे भी मिल जाएगा। तेबे यही शरीरटी पंचभूत द्वारा तैयारी होइछि आ पंचभूतर मध्य विलीन होई जिवो। तेबे ए जो हमें पृथ्वी आप तेज वायु आकाश पंचभूत देखिले, ए पंचभूत को यदि हमें सम्मान न देबा, पालन न करबा, उपयुक्त हिसाब रे तार जत्न न नेबा, मानव जीवन होई जिवो निरर्थक। चतुर्थतः पितामाता ऋण। पितामाता आशीर्वाद आमे भूपृष्ठरे जन्म ग्रहण कले आशीर्वाद पाइले, जदि आमे वृद्ध वृद्धा समय लालन पालन न करी ओल्ड एज होम को पठेई देबा, ते तार पिता माता बा पुत्र कन्यार समस्त मानव जीवन हो जीव निरर्थक। तेबे पंचमत आसला कौन? ना कुटुंब ऋण। कुटुंब ऋण कौन? जड़े बाप माँ पाखर जन्म हो पारे, जन्म पर तार मृत्युवरण हो जाई पारे मध्य बाप माँ मला पर उपयुक्त डाक्तर, उपयुक्त ध्याई, क्रिज, नर्स माध्यम सरकार द्वारा से छुआटा बंची थाए, पाठ पढ़ी थाए, वैवाहिक चाकरी करी थाए, वैवाहिक क्षेत्र में गमन करी थाए, एपरिकी तार जीवन शेष समय पर्यंत जो मानक नहीं चली उठे से कुटुंब बोला जाए। तेबे यही सब पंच ऋण रक्षा करने से व्यक्ति से मानव एकमात्र यज्ञ आवश्यकता। जो यज्ञ शास्त्र वर्णना करे अग्नि उड़ताहुति आदित्य जायते पुष्टि पुष्टिरन्नम ततः जा। वर्तमान जे यज्ञानुष्ठान आपण मानक द्वारा चली एथिरे आपण मानक द्वारा आनित होइथिबा समस्त प्रकार हव्य सामग्री से यज्ञ कुंडरे निक्षेप करन्ते। जो धूम आकाश मंडल में प्रवेश करे सूर्यंकर आभास रे आसी मेघ रूप धारण करे, पुणी सेई मेघ भूपृष्ठ रे जल रूप रे पतित हुए। सूर्यज उद्भिज जात हंती यथाक्रमे अंडज जरायुज श्रेणी जीव भक्षण करे जीवन मुक्त लाभ करती। यही परिप्रेक्षी कहवाक गले ए सृष्टिर आयाम आरंभ सबु कारण मूल हूँ यज्ञ। तेणु यज्ञ ना शुणिले जाति धर्म वर्ण निर्विशेष समस्त काम को छाड़ी आपण मैंने पहुंचे यथाशक्ति सहयोग करेंगे। निश्चित हिसाब से आप दाम्पत्य जीवन हम सुखमय। एक मान को कौ मैंने पहुंचे शंकराचार्य यथार्थ बयान करते तारास्ते भजन सहाया पुत्रास्ते तद्गत्काया धन पितावद हरिभजनार्थम न चेदे तत्सर्वं व्यर्थम। जो स्त्री साहाय्य करे प्रभु सभारे
प्रकृत से पत्नी अटे जान जगत रे प्रभु सेवा देह करे अर्पण प्रकृत से पुत्र अटे निश्चय तू जान जे धन व्यय हो प्रभु भजन रे प्रकृत से धन अटे जान जगत रे एतत् व्यतीत तत्सर्वं व्यर्थम जो स्त्री जो पुत्र जो धन प्रभु कार्य विनियोग हुए से उत्तम धन एवं उत्तम नारी एवं उत्तम पुत्र रूप में परिगणित हुए आपण माने उत्तम नथिले ए स्थान को अलंकृत करि पारि न थांते एनो आपण चिंता करंतु जन्म ठार मृत्यु पर्यंत प्रभु मार्ग रे जीवा को हेले आपण नाना प्रकार बाधा आसी थाए कोन बाधा अंगम गलितम पलितम मुंडम दंतम बेहिनम जातम तुंडम करहित गविदम तदविदमं त्यास भंडम मुंड के सपदे देह सर्पदा कंपई मुखरु दांत पड़ई एक होई कंपुची सुंदर बंकुली गाड़ी हस्त अनुक्षण तथापि तो आशा तते न करे भर्जन आपणकर मुंड केस पाचि जीव एवं चमड़ा आसी हस्ती रे लागि जीव चालिया को बंकुली गाड़ी सहाय हेबो मृत्यु केसे न आकर्षिता तथापि यदि कुहा जाए पुरे वर्तमान टिके तमे धर्म मार्ग रे रहो आज्ञा हेई पारिबो नाही मो नातुणीटा बाहागर करिछि तार जदि गोटे छुआ हबो मु देखिकरी जदि बंदी जानती आपण टिके आशीर्वाद करंतु या विषय गोटे छुटिया गप कहिबी छुटिया गप 5 मिनिट या कोन दिने नारद महर्षि विष्णु पाखरे पहुंची आज्ञा मो जीवा कथा जे मो सान पुआ टिके बिहा करिछि ताको टिके बिहा करि आपण केनाडे देखंतु आशीर्वाद टिके पाइबार व्यवस्था करंतु मो पुआटा बाहर घर कर सारला परे आपण संगे मो निश्चित जीवी तेबे तांगर आशीर्वाद पुओ बाहागर हो गला वर्ष पूरी गला पुणी नारद महर्षि आसिले कहले बुढ़े एथर जीवा तो आज्ञा जाई थांती से ऊपर मुंडा जमीटा टिके केस लागिछि आपण टिके आशीर्वाद करंतु तहसीलदार महोदय आम सपक्ष टिके कहतु क्या वर्ष मु जीवी तापर एया भी हैला पुणी आउ थरे कहले जे एथर जीवा बुढ़े ना आज्ञा एबे जाई हेबनी के आंठुमंठी भात धरी आपण आशीर्वाद सुख मिल जाऊ तापर जीवा एमती 7 थर नारद महर्षि फेरैथिले बुढ़ा तापरे से बुढ़ा मला परे कुकुर जन्म पाइछि तार बड़ बहु गोबर लगा छांचुनी धरिकी प्रहार करुचे यही समय नारद महर्षि पहुंची गले कहले बुढ़े एथर सब समाचार कुशल तो आज्ञा कहतुनि कहतुनि जो मान माया पड़ी जो मैंने सब मोर बोली कही ए सब कार्यक्रम त्वरान्वित करुली से मते चिन्ह पारे ना एवं मते जावाई आज्ञा करंतु कहले साधुटा सेमिति जिनिस नुहे ए सप्त ब्रह्मांड को साधु माने तैयार करते तांकर प्राण बलि दे उत्सर्ग करी सब समय जाति समाज समस्त उन्नति पाई चेष्टा करते साधु को तमे 7 थर अपमान करिछ 7 थर पठाइछ तेणु एबे जो जन्म पाइछ तार 7 तल को पहुंचबो आ ऊपर को उठी पारिबो नाही कहिबार यथार्थता साधु माने हेउछन्ते ए सृष्टिर महान तेणु गीता बयान करे कोन कहूछि ना जेउ समय रे तत्रस्ते भारतवर्ष जो समय साधु मान पाखरे किसी अघटन घटे से समय मु मानव रूप धरणी पक्षे अवतीर्ण हुए साधु परित्राणाय संभव आम चैनल को देखुछंती से माने आम चैनल रे जॉइनिंग करंतु आ सुपर थैंक्स दे हमको उत्साहित करंतु आम चैनल को लाइक सब्सक्राइब करंतु आ कमेंट माध्यम रे जणांतु आपण केउ अंचल रे देखुछंती गुरु ब्रह्म महामहिम लेख।